हेलो व्यूअर्स स्वागत करछे मुई नुआ गोटे भिडियो रे तो नेकी आसी जे आउ गोटे धनुयात्रार भिडियो। आज हूँ धनुयात्रार 5 नंबर दिन मुई आसी जेटा गोपपुर गाँ की जेनु श्रीकृष्ण भगवान बाल्यलीला करबे आउ ताकर चगलामी उत्पाद लगी यशोदा माता को गछे बांधी देवे तार परे गछ के उखड़े करी नारद द्वारा अभिशाप पाइथिबा जुड़े अभिशाप नु मुक्त हेबे। तो सेटा आज भिडियो रे हमें देखमा। तो चलून देखमा। यार तू भी देखी नो वाले गला से खाने का बाबू मधुमक्खिया तू भी देखी नो कान्हो वाले गला अरे बोलो तू देखी तो कान्हो वाले गला महेंद्र भाई तू देखी नो महेंद्र भाई सपना बोलছো ऑफ करो अच्छा ऑफ तू करो एठी अछु माने कान्हो भी थिबो तमे समस्ते मो संगरे मिछ कहउछ नै सत कहउछ तमे समस्ते खट्टा करछ कान्हो कोन बोला आज असु कान्हो अच्छा नहीं तू एठी लुचि चुपी कान्हो
ଆସିବ ମୁଁ ପ୍ରଭୁ କଣ କରିବି ଆଜି ତୁ ଏଇଠି ରହ ତୁ ଘରୁ ବାହାରକୁ ଯିବୁନି ନା ତୋ ନାଁରେ ଏଇ ଗୋପପୁରବାସୀ ଅଭିଯୋଗ କରିବେ ତୁ ଏଇଠି ଥା अरे रामा सुदामा यही नमते बोलो अच्छा समस्त को खुशी समय थिबो एबे मते कहीं बोलिबो नै हां बोली भाई तमे तो करो मां खाली देबे भाई मां गाली देबे भाई मां गाली देबे भाई ଆପଣ ତ ସର୍ବଜ୍ଞ ଅନ୍ତର୍ଯାମୀ ଗୋଲକ ବିହାର ବିଷ୍ଣୁ ଆପଣ ଏହି ଧରା ଗ୍ରାମରେ ଅବତୀର୍ଣ୍ଣ ହୋଇ ଲୀଳା କରିବା ପାଇଁ ଆସିଛନ୍ତି ଆପଣ ନ ଜାଣି କିପରି ଏପରି କହୁଛନ୍ତି ପ୍ରଭୁ हेलो मामा के ମୁଁ ନଲ ଏବଂ ଏ ମଣିଗ୍ରୀବ ଆମ୍ବେ କୁବେର ତ ଦୁଇ ପୁତ୍ର तमे माने एई जे केमिति आसिबो ଘରେ ଆମେ ସୁରାପାନ କରି ମନ୍ଦାକିନୀ ନଦୀରେ ତରୁଣୀମାନଙ୍କ ସହିତ ସ୍ନାନ କରୁଥିଲୁ ସେହି ସମୟରେ ଆକାଶ ମାର୍ଗରେ ବ୍ରହ୍ମାଙ୍କ ପୁତ୍ର ମାନସ ପୁତ୍ର ନାରଦ ଆମକୁ ଆକାଶ ମାର୍ଗରେ ଦେଖି ସେ ଓହ୍ଲାଇ ଆସିଲେ ଆଉ ଆମମାନଙ୍କୁ ଏହି ଅବସ୍ଥାରେ ଦେଖି ଦୁଇ ଜଣକୁ ଅଭିଶାପ ଦେଲେ ତାପରେ ସେ କହିଲେ ଯାଅ ତୁମେ ମାନେ ଦୁଇ ଜଣ ଯାଅ ମୁକ୍ତ ହୋଇ ସୁରା ପାଳନ କରିଛ ଦେବ ଅଂଶ ହୋଇ ତୁମେ ଯାଅ ଗୋପପୁରରେ ତୁମେ ଯାଅ ଅର୍ଜୁନ ରୂପରେ ଅବତୀର୍ଣ୍ଣ ହେବ ତାପରେ ଆମ୍ଭେ ଯେଉଁ ଅଭିଶାପ ହୋଇଥିଲା ତାପରେ ଆମେ ନାରଦଙ୍କୁ ଅଭିଶାପର ମୁକ୍ତିର ମାର୍ଗ ପାଇଁ ପଚାରିଲୁ ସେ କହିଲେ ଯେତେବେଳେ ଭଗବାନ ବିଷ୍ଣୁ ଗୋଲକ ବିହାରୀ ସେ ତାପରେ ଯୁଗରେ ଲୀଳା ଖେଳା କରିବେ সেই ସମୟରେ ଯଶୋଦା ମା ଆସି ତାଙ୍କୁ এই ଗଠନରେ ବାନ୍ଧିବେ ସେଇଠୁ ତୁମେ ମୁକ୍ତି ପାଇବ ଆମେ ଆଗେ ମୁକ୍ତି ହୋଇ ଧନ୍ୟ ହୋଇଛୁ ପ୍ରଭୁ ଧନ୍ୟ ହୋଇଛୁ ଆମେ ଦୁଇ ଭାଇ ଏବଂ ନର ଆପଣଙ୍କ ଦର୍ଶନ ପାଇଁ ମୁକ୍ତି ହେତୁ ପ୍ରଭୁ ମୁକ୍ତି ହେତୁ